ସାଙ୍ଗମାନେ ଅନୁରାଧା ସିରିଏଲରେ ଦେଖନ୍ତୁ ରାଜର ମାଆ କୁହନ୍ତି ମୁଁ ବୈଶାଖୀ ଦେବୀଙ୍କୁ କଥା ଦେଇ ସାରିଛି ରାଜ, ଆଉ ମୋନା ମୋର ପସନ୍ଦ। ମୁଁ ଖୁସି ହେବି ଯଦି ଆଜି ତୋ ସହ ମୋନାର ଏନଗେଜମେଣ୍ଟ ଏଇଠି ଯେମିତି ମୁଁ ଠିକ୍ କରିଛି ଠିକ୍ ସେମିତି ହେବ। ରାଜର ଭାଇ ୟଶସ୍ କୁହେ ରାଜ ମାମା ଯାହା କହୁଛନ୍ତି ଟିକେ ମୁଣ୍ଡ ଥଣ୍ଡା କରିକି ଚିନ୍ତା କର, ତୁ ମୋନା ସହ। ରାଜ କୁହେ ସେଇଟା ତ କେବେ ସମ୍ଭବ ନୁହେଁ ଭାଇ। ଅନୁ କୁହେ ରାଜବାବୁ ଆପଣ ପ୍ଲିଜ୍ ମାଆଙ୍କ କଥା ମାନି ଯାଆନ୍ତୁ। ମାଆ ଯାହା କହୁଛନ୍ତି ଆପଣଙ୍କ ଭଲ ପାଇଁ ହିଁ କହୁଛନ୍ତି। ଆପଣ ପ୍ଲିଜ୍ ମାଆଙ୍କ କଥାରେ ରାଜି ହେଇଯାଆନ୍ତୁ। ରାଜ କୁହେ ଏ କ'ଣ କହୁଛ ଅନୁ? ମୋତେ ତମ କଥା ରଖିବାକୁ ଯାଇକି ଆଜି ଏ ପରିସ୍ଥିତି। ଆଜି ମୋତେ ଆଉ ଅଟକେଇବାକୁ ଚେଷ୍ଟା କରନି। ମୁଁ ଚାହେଁ ସବୁ ସତ ସମସ୍ତେ ଜାଣନ୍ତୁ। ଅନୁ କି ନାଇଁ ନାଇଁ ରାଜବାବୁ ମୁଁ ଆପଣଙ୍କୁ ହାତ ଯୋଡ଼ୁଛି ପ୍ଲିଜ୍ ଆପଣ କିଛି ବି କୁହନ୍ତୁନି। ପ୍ଲିଜ୍ ଆପଣ ମାଆଙ୍କ କଥାରେ ରାଜି ହେଇଯାଆନ୍ତୁ। ପ୍ଲିଜ୍ ରାଜବାବୁ ପ୍ଲିଜ୍। ରାଜ କୁହନ୍ତି ମୋ ଉପରେ ତମର କ'ଣ ଭରସା ନାହିଁ? ଅନୁ ମୋତେ ଆଜି ସବୁ ସତ କଥା କହିବାକୁ ଦିଅ। ମୋନା କୁହେ ଯେତିକି ହେଲା ସେତିକି କ'ଣ ଯଥେଷ୍ଟ ନୁହଁ ଯେ ତମର ଆହୁରି କହିବାକୁ ବାକି ଅଛି ରାଜ? ରାଜ କୁହେ ନାଇଁ ଯଥେଷ୍ଟ ନୁହେଁ। ମୁଁ ଏ ପର୍ଯ୍ୟନ୍ତ କିଛି ବି କହିନି। ମୁଁ ଆଜି ପର୍ଯ୍ୟନ୍ତ କୌଣସି କଥା ମାମାଙ୍କର ବି ଅମାନ୍ୟ କରିନି। କିନ୍ତୁ ଆଜି ଯଦି ମାମାଙ୍କ କଥାରେ ରାଜି ହେଇକି ଏନଗେଜମେଣ୍ଟ ପାଇଁ ରାଜି ହେଇଯାଇଥାନ୍ତି ତାହେଲେ ହୁଏତ ସମ୍ପର୍କ ବୋଲି ଗୋଟେ ଶବ୍ଦ ଉପର ମଣିଷର ସବୁଦିନ ପାଇଁ ବିଶ୍ୱାସ ତୁଟି ଯାଇଥାନ୍ତା। ହଁ ମାମା ଅନୁଙ୍କ ସହିତ ମୋର ବାହାଘର ହେଇସାରିଛି। ଏ କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଆନ୍ତି। ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟିଆ ଲାଇକ୍ଟିଏ କରିଦିଅନ୍ତୁ, କାହିଁକିନା ମୁଁ ଏହିଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।